ଏବେ ଗଣମାଧ୍ୟମରେ ପ୍ରାୟ ପ୍ରତ୍ୟେକ ସମୟରେ କୌଣସି ନା କୌଣସି ସ୍ଥାନରେ ହାତୀ ଆସି ଘର ଭାଙ୍ଗି ଦେଉଛି କିମ୍ବା ଚାଷକୁ ଉଜାଡ଼ି ଦେଉଛି। ଏଥିରେ ଚାଷୀର ତ ଅନେକ କ୍ଷତି ହେଉଛି, ହାତୀମାନେ ମଧ୍ୟ ଜୀବନ ସହିତ ଲଢ଼େଇ କରୁଛନ୍ତି, ତାଙ୍କର ଜୀବନ ମଧ୍ୟ ବିପଦକୁ ଟାଣି ହୋଇ ଆସୁଛି। ଆଉ ତାର କାରଣ ହେଉଛି ଆମ ଲୋକମାନେ ଯେତେବେଳେ ହାତୀକୁ ଘଉଡ଼ାଇଥାନ୍ତି ସେତେବେଳେ ହାତୀ ଆମକୁ ଆକ୍ରମଣ କରିଥାଏ। ଏହି ହାତୀଙ୍କ ପାଖରୁ କେମିତି ଆମେ ସୁରକ୍ଷା ପାଇବା, ହାତୀ କେମିତି ଆମର ଉପକାରୀ ଏବଂ ହାତୀ କ'ଣ କଲେ ଆମଠାରୁ ଦୂରରେ ରହିବ। ହାତୀ ଆମ ପାଖକୁ ଆସୁଛି ତାର ଖାଦ୍ୟ ଅନ୍ୱେଷଣରେ। ଯେତେବେଳେ ଆମେ ଜଙ୍ଗଲ କାଟି ଦେଉଛନ୍ତି ସେତେବେଳେ ହାତୀ ଆମ ପାଖକୁ ଆସୁଛି। ତେବେ ହାତୀ କେମିତି ଜଙ୍ଗଲ ଭିତରେ ସୀମିତ ହୋଇକି ରହିବ, ଆମ ଫସଲ ନଷ୍ଟ କରିବନି, ଆମ ଘର ଭାଙ୍ଗିବନି। ଆସନ୍ତୁ ଆଜି ସେ ବିଷୟରେ ଆମର କାର୍ଯ୍ୟକ୍ରମରେ ଆଲୋଚନା କରିବା। ଆମ ସହିତ ଅଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ ଏଚଡି। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର। ନମସ୍କାର। ହାତୀ ଆଜି ନିଜେ ବିପଦରେ ଅଛି ଏବଂ ଲୋକମାନଙ୍କୁ ବିପଦକୁ ଟାଣି ନେଉଛି। ଆମେ କେମିତି ଏଥିରୁ ସୁରକ୍ଷିତ ରହିବା? ହାତୀ ବି ସୁରକ୍ଷିତ ରହିବ, ଆମେ ବି ସୁରକ୍ଷିତ ରହିବା। କାହିଁକିନା ହାତୀ ଆମର ପରିବାରର ବନ୍ଧୁ ବୋଲି ସବୁବେଳେ କହିଥାନ୍ତି। ଯଦି ଆମେ ସଂସ୍କୃତି ଦେଖିବା, ପୂର୍ବାପାର ହାତୀ ଓ ଲୋକମାନେ ଏକାଠି ରହି ଆସିଛନ୍ତି। ସେମାନଙ୍କର କୋଏକ୍ଜିଷ୍ଟେନ୍ସ ଅଛି ବୋଲି ଆଜି ପର୍ଯ୍ୟନ୍ତ ହାତୀ ବଞ୍ଚିଛନ୍ତି। ଅବଶ୍ୟ ଆଜିକା ଡେଟ୍ରେ ଲୋକମାନଙ୍କର ହାତୀ ପ୍ରତି ସହନଶୀଳତା, ଆମେ ତାକୁ ସୋସିଆଲ କ୍ୟାରିଂ କାପାସିଟି କହୁ, ଏଇଟା କମିଛି। କିନ୍ତୁ ଲୋକଙ୍କ ଦ୍ୱାରା ହିଁ, ଲୋକଙ୍କ ଯୋଗୁଁ ହିଁ ହାତୀମାନେ ଯେଉଁ ବର୍ତ୍ତମାନ ଆଜି ଭଲ ଅଛନ୍ତି ତାର କାରଣ ବି ଲୋକ ଅଛନ୍ତି। ବର୍ତ୍ତମାନ ଯେଉଁ ପ୍ରକାରର ବିକାଶ ଧାରା ଆମେ ଅବଲମ୍ବନ କରିଛେ, ଆଉ ମନୁଷ୍ୟ ଜାତିରେ ଆମର ଯେଉଁ ସୁବିଧା ଅଛନ୍ତି, ମାନେ ଆମର ଯେଉଁ ବେସିକ୍ କମ୍ୟୁନିଟିଜ୍ ଦରକାର, ଏମ୍ପ୍ଲୟମେଣ୍ଟ ପାଇଁ ଜିନିଷ ଦରକାର, ରୋଡ଼, ରାସ୍ତା ଘାଟ, ଜୀବିକାର ସାଧନ ଦରକାର, ଆମର ଯେଉଁ ଲୋକ ସଂଖ୍ୟା ଅଛି ତାକୁ ଆମେ ସମ୍ଭାଳିବା ପାଇଁ, ଏସବୁ ସମସ୍ୟାର ସମାଧାନ, ପ୍ରଶ୍ନ ସମାଧାନ କରିବା ପାଇଁ ନିଶ୍ଚିନ୍ତ ଆମେ ଆମ ଜଙ୍ଗଲ ହାତୀମାନଙ୍କର ବାସସ୍ଥଳୀ ଉପରେ ନିଶ୍ଚିନ୍ତ ତାର ଆଞ୍ଚ ଆସିଛି। ତ ତା ଯୋଗୁଁ ହାତୀମାନଙ୍କର ବାସସ୍ଥଳୀ ସୀମିତ ହେଇଯାଇଛି। ସେମାନେ ମଧ୍ୟ ତାଙ୍କର ଜୀବନର ସଂଘର୍ଷ କରୁଛନ୍ତି ବଞ୍ଚିବା ପାଇଁ। କାହିଁକିନା ଆମର ଗାଈ, ଗୁର, ଛେଳି, ବାକି ଜନ୍ତୁମାନେ ଅଛନ୍ତି, ଆମେ ମନୁଷ୍ୟ ଛଡ଼ା। ତ ଆମେ ସମସ୍ତେ ଗୋଟିଏ ଜମି ୟା ଗୋଟିଏ ଜଙ୍ଗଲ ଉପରେ ନିର୍ଭର ଅଛି। ତ ସମସ୍ତେ ତା ଉପରେ ଯେହେତୁ ନିର୍ଭର ଅଛନ୍ତି, ସେଥିପାଇଁ ହାତୀମାନଙ୍କର ମନୁଷ୍ୟର ସଂଘର୍ଷ ବଢ଼ିବାରେ ଲାଗିଛି। ଏବେ ବର୍ତ୍ତମାନ ବର୍ଷା ସିଜନ ଆସିଲାଣି, ହାତୀମାନେ ନିଶ୍ଚିନ୍ତ ଜଙ୍ଗଲରେ ବି ଖାଦ୍ୟ ଅଛି, କିନ୍ତୁ ଯେହେତୁ ବିଲରେ ଧାନ ତଳି ୟା ପନିପରିବା ବି ହେଲାଣି, ତ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ମୁଁ ଆପଣଙ୍କର ରେଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ଜାଣିବାକୁ ଚାହେଁ, ହାତୀ କେବେ ମନୁଷ୍ୟକୁ କ୍ଷତି କରିବା ପାଇଁ ୟା ତା ଘର ଭାଙ୍ଗିବା ପାଇଁ ୟା କାହାକୁ ମାରିବା ପାଇଁ ରାଗରେ କେବେ ଆସିବନି। ଯେହେତୁ ବାସସ୍ଥଳୀ ସୀମିତ ହୋଇଯାଇଛି ଆଉ ବାସସ୍ଥଳୀ ପାଖରେ ଲାଗିଥିବା ଘର, ଜମି, ଚାଷ ଅଛି, ସେ ନିଶ୍ଚିନ୍ତ ସେଠି ବାହାରିବେ। ଆମେ ସତର୍କ ରହିବା। ହାତୀ ଯେତେବେଳେ ବାହାରିବ, ସନ୍ଧ୍ୟାରେ ଆମର ବନ ବିଭାଗ ଆପଣମାନଙ୍କୁ ବିଭିନ୍ନ ଜରିଆରେ, ହ୍ୱାଟ୍ସଆପ୍ ମେସେଜ ହଉ, ମାଇକିଂ ହଉ, ଆପଣଙ୍କୁ ଆସିକି ସଚେତନ କରୁଛନ୍ତି କି ଆମେ ଘରୁ ବାହାରିବା ନାହିଁ। ସବୁଠୁ ବଡ଼ କଥା ହେଲା, ଘରେ ଆମେ ବର୍ତ୍ତମାନ ଅନୁଭବ କଲୁ କିଛି କିଛି ସାହିରେ ବର୍ତ୍ତମାନ ବି ମହୁଲ ଘରେ ରଖୁଛନ୍ତି। ତ ମହୁଲ ଓ ହାଣ୍ଡିଆ, ଓଷଣା ଜିନିଷ, ଆମ୍ବିଳ ଜିନିଷ ଯେମିତି ନ ରଖିବା, ଯେଉଁ ହାତୀକୁ ଆକୃଷ୍ଟ କରନ୍ତି, ସେଇଟା ଜିନିଷ ରଖନ୍ତୁ ନାହିଁ। ହାତୀ ଘରକୁ ପଶିବ ନାହିଁ, ଭାଙ୍ଗିବ ନାହିଁ। ଦ୍ୱିତୀୟ ଜିନିଷ ହେଲା, ହାତୀ ଯେତେବେଳେ, ଆମେ ତ ଚେଷ୍ଟା କରିବା ବନ ବିଭାଗ ଲୋକମାନେ ମିଶିକି, ହାତୀ ଯେତେବେଳେ ଗାଁ ମୁହାଁ ହେଉଛି ତାକୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଜାଗାକୁ ଯିବା ପାଇଁ ଆମେ ତାକୁ ଟିକେ ପରାବୃତ୍ତ କରିବା। ତ ତାର ମାଧ୍ୟମ ଅଛି, ତାର ଲାଇଟ୍ ପକାଇବା ହଉ ୟା ଟିକେ ସାଇରନ୍ ବଜାଇବା ହଉ, ଏଇ ନନ୍ ଭାଇଲେଣ୍ଟ ମାଧ୍ୟମରେ ଆମେ ତାକୁ କରିବା। କିନ୍ତୁ ମୁଁ ଏବେ ଦେଖିବାକୁ ପାଇଲି ବିଭିନ୍ନ ଜାଗାରେ, ଅବଶ୍ୟ ଭୟ ଯୋଗୁଁ ଗୁଡ଼ାଏ ପ୍ରତି ଗାଁରେ ଲୋକମାନେ ଦଳ ଦଳ ହେଇକି, ହାତୀ ଆମ ଗାଁ ପଟେ କେମିତି ନ ଆସୁ, ଆମ ବିଲ କେମିତି ନ ପଶୁ। ତ ଆମେ ସବୁବେଳେ ଯଦି ତାକୁ ଛେକିବା ତାହେଲେ ସେ ଯୁବ କୁଆଡ଼େ। ତ ଏଇ କଲାବେଳେ ବେଳେବେଳେ ହାତୀମାନେ ବିରକ୍ତ ହେଇଯାଆନ୍ତି, ଯେଉଁ ରାସ୍ତାକୁ ଯିବା କଥା ନାହିଁ ସେପଟେ ବି ଯାଆନ୍ତି। ତ ଏଇ ଜରିଆରେ ଆପଣ ସମସ୍ତଙ୍କୁ ଅନୁରୋଧ କି ହାତୀ ଯଦି ବାହାରିଛି, ଆମେ ଚେଷ୍ଟା କରିବା ନିର୍ଦ୍ଦିଷ୍ଟ ଦିଶାକୁ ଯିବା ପାଇଁ। ଗୋଟେ ବାଟ ଅଛି କି ହାତୀ ଏ ବାଟ ଯିବା ଆସିବା କରୁଛି, ଆମେ ସେଇ ବାଟ ତାକୁ ଛାଡ଼ିଦେବା। ସେ ବାଟ ଦେଇକି ଯଦି କାହାର ଫସଲ ଅଛି ଆଉ ଘର ଅଛି, ବିଲ ଅଛି, କ୍ଷତି ହେଇଗଲା, ନିଶ୍ଚିନ୍ତ କଷ୍ଟ ହେଉଛି, ମୋତେ ବି କହିବା ପାଇଁ କଷ୍ଟ ହେଉଛି। କିନ୍ତୁ ଓଡ଼ିଶା ସରକାର, ଆପଣଙ୍କର ଏଇଟା ହକ୍ ଅଛି କି ଆପଣଙ୍କର ଯେତେ କ୍ଷତି ଅଛି, ଭଲ ମାନେ କ୍ଷତିପୂରଣ ବ୍ୟବସ୍ଥା ଓଡ଼ିଶା ସରକାର କରିଛନ୍ତି। ଯଦି ଫସଲ କ୍ଷତି ହେବ, ସେଇ କ୍ଷତିଟା
15 दिन भितर देवार मध्य प्रावधान अच्छी और सेटा कराउछि मध्य आपण आमे भाबी जाबा चेष्टा करिबा न पारले ताकू छाड़देबा क्षति हेले आमे आपन को क्षतिपूर्ण दे देबो ताहले से भी ता वाटो गला माने अन्य गारे से क्षति करिवने से जंगल मुआ है कि तार पळैबो ना हेले कोन हबो जदि आमे बिल बंचिया पई जदि ताको बेसी सीमित करिबा वायलेंट हबा तार प्रत्येक पत्थर फोपाड़िबा ताहले से कोन कर घरे आसीकी निरब लोक जो माने किछि जान नथिबो घरे हम भांग दबो रागरे तो सेटा आमे निश्चित करिबानी और हाथी मानकु सेठी छेकिबानी बेले बेले कोन होची आबे एई समय रे आंबो तो सरिलानी किंतु घर पाखरे थिबा किछि किछि गच्छरे फणस अछि तो से फणस पाची जाईची प्राय तो आपणकर अनुरोध जदि हाथी पाखरे अछंती से फणस गुडा को काढी के रखि दियंतु कहीं से फणस खाया पे बासना से घर को पहुंचब तो से फणस भी आम जति पाची जाइए काढ़ी दिंतु ताहले हाथी सेठी आसबे जदि भी तार क्षतिपूर्ण अपन चाहते कि ना मोर फणस नष्ट होगा मुझे बिकी था भी आम किसी प्रावधान करें कहीं से फणस ताको आकृष्ट करुच्ची तो महुली भात ये फणस तो यहाँ जेहतु हाथी भल पाए ताको आम जगिबा जमी हाथी सेठी आसबनी देखु जंगल चारिआडे थिला तांकर बासस्थली थिला आमे आमर परिवार को बढ़ाइबा पई आमे चारिआडे घर तैयारी कले एवं जंगल को सीमित करदेले जंगल रू काठ काटिदेले जेतिकी जंगल थिला धीरे धीरे जंगल कमिगला तो हाथी बाध्य होइकी बाहर को बाहरुचे एवं आम घर पाखक आसुची आपण कहले क्षतिपूरणर व्यवस्था मध्य रहिছে ए हाथी जंगल रू बाहर के आसिले आमको क्षति पहुंचाउची तबे जदि आम गाँ मुंडरे हाथी रहिଛି आमे तांको केमिति व्यवहार देखैबा सेमाने जेमिति रागिबेनी एवं विभिन्न स्थान रे भी आमे देखिछु हाथी आम गाँ मुंडर जो रहती से चुपचाप ठिया होती संध्या हेले से बाहरती दिन सारा गोटे जगार ठिया होकर रही था कौन लोक को क्षति पहुंचाती किंतु जितेबाला लोक बाजा बजाती बाण फुटाती कि निआहुला फोपाड़ती सेतेबेले से रागी जाती तो आम केमिति से व्यवहार देखा जहाँफल हाथी दिन बेले जो अटकी से राति हेले तार सुरक्षित भाव में जंगल भितर खाद्यपाई पलैज निश्चित संध्यारे प्राय 4-5टा बेले हाथी गाधेबे आ 6टा जिते टिके सूर्य ढलीज तलू संध्यारे हाथी बाहर चेष्टा करेंगे बेले बेले धरनियंतु आम गोटे दल देखिलु दल हाथी रे गोटे हाथी मस्त्रे अच्छी माने वर्ष को थरे से हाथी मस्त्रे आसो माने से ता बॉडी रे किछि केमिकल हार्मोनल चेंजेस हम तो सेते बेले बेले से हाथी पर्टिकुलरली अमानिया हो जाए तो आमे सेते बेले कौन करवा डरबार नाई हाथी गाँ मुआ जदि भी है वन विभाग लोक भी थांती आमर गज साथी भी अच्छा गाँव युवा संगठन माने बहुत साहाय्य करते गोटे हाथी लवर आमर गोटे यूथ लोक मान गोटे ग्रुप अच्छी तो लाइट द्वारा ताकू परारोध कर चेष्टा करवा टॉर्च लाइट द्वितीय जिनस है आमे घर पाखे या साही मझीरे कौटी निआं लगे रखीदा निआं लगे रखीदे आम भी प्रकाश पाइब आमको देखा कुआड़े कि जिनस हाथी आसची कि नहीं और हाथी में निआं को देखिले से पाखक आसब नहीं तो सेटा भी आम करथिबा तृतीय जिनस है आमे जति भी हाथी आसुचु जाना पड़ला आमे ताकू चारिआडे घेरिबा नहीं गोटे साइड रे एकाठी हेकी गोटे साइड को जीवाक देवा और जदि भी ताको आमे खेदिबा तो करबा नहीं किंतु जदि में गोटे दिशा को ताको आमे ठेलिबा चेष्टा करू जे गोटे साइड रे हेजिबा आ तो अन्य आडे से जाई परियो प्राय म देखुची भय जोगु या मो बिल को कई जीवो सेपटू गले मो बिल अच्छी लोक बेले बेले अमान्य हो जाती तो नाई ग्रुप साइकोलॉजी अच्छी से आम गोटे एक कथा समस्त कथा रखिकी गोटे साइड रे हेले से गोटे साइड रे पलि जीवाकू बाट ताहले हाथी जंगल भितर को पलैब आमर जो चाष जमी सी भी सुरक्षित रहिबो बेले बेले देखा जाए राति रे हाथी जतबेले जंगल रू चली आसी थाए जंगल सन्निकट रे जेहेतु आम घर रही आम बाड़ीपटे है कि कौटी गोटे गछ आढ़ुआड़े ठिया हो सकाल हो आसला भोर हो आसला आमर गाँ लोक मैंने शौच करने को जाती झाड़ा झपट जाती आतिक बेले हाथीर आक्रमणर शिकार होती तो केमिति आमे जानिबा सहजरे जे आम गाँ पाखरे आम आखपाख अंचल हाथी अच्छी आम शौच कर जीवा बेलू आम टे सतर्क हो पार सेमती किसी प्रावधान अच्छी कि व्यवस्था अच्छी कि निश्चय आमे लोक मानू प्रायतः मोर जिते अनुभव अच्छी 70% लोक जानी जाती कि आपे हाथी आम पटे आसला जो गाई गुरो छेली चरवाड़े जो अच्छा से मैंने भी कही दिखती और लोक भी जानी जाती कि मोड़ा पड़ी या से गाँव में सुनली सेठी हाथी अच्छा ना आज से गोटे दंता हाथी बाहर थी पाए जानी जाती किंतु एमती भी गुड़ाए लोक वयस्क लोक अच्छा वृद्ध लोक अच्छा मोबाइल ना जो मैंने लोक सागर बेसी कथबार्ता हमें नहीं से प्रायतः जानती नहीं तो ताप आम मध्याह्न 3टा
3টাରୁ ଆରମ୍ଭ କରିକି 6ଟା ପର୍ଯ୍ୟନ୍ତ ସବୁ ଗାଁରେ ଯୋଉଠି ହାତୀ ଅଛନ୍ତି ଆଖପାଖ ଗାଁରେ ମାଇକିଂ କରୁଛୁ, ଲୋକଙ୍କୁ କହୁଛୁ ଏଠି ହାତୀ ଅଛନ୍ତି। ଦ୍ୱିତୀୟ କଥା ହେଲା, ମୁଁ ଅନୁରୋଧ କରିବି ଆପଣଙ୍କ ମାଧ୍ୟମରୁ, ଯେମିତି ଗୋଟେ ହାତୀ ଲବଣ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ଆମ ଅଞ୍ଚଳରେ କରୁଛନ୍ତି, ସେମିତି ଗାଁରେ ଯେଉଁ ବେଳରେ ହାତୀ ପ୍ରାୟ ସବୁବେଳେ ଆସନ୍ତି ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ କରିଦେଲେ, ଅଛନ୍ତି ଗୁଡ଼ାଏ ଜାଗାରେ ବି ଅଛି, ତ ତାର ମୁଁ ଫଳାଫଳ କହୁଛି କି କେତେ ସେ ସଫଳ ଅଛି। ହ୍ୱାଟ୍ସଆପ୍ ଗ୍ରୁପ୍ କରିଦେଲେ, ଗ୍ରୁପ୍ରେ ମେସେଜ୍ ପକାଇଦେଲେ ସେ ଅଞ୍ଚଳରେ ସବୁ ଲୋକ ସେ ଜାଣିଯିବେ ହାତୀ ଏଠି ଅଛନ୍ତି, ଏପଟେ ମୁହଁ ହେଲେଣି, ସେପଟେ ମୁହଁ ହେଲେଣି, ତ ଆମେ ଜାଣିଯିବା, ସତର୍କ ହେଇଯିବା। ତୃତୀୟ ଜିନିଷ ହେଲା, ବର୍ତ୍ତମାନ ଆମେ ବେଳେବେଳେ କ'ଣ ହେଉଛି, ରାତି ଅନ୍ଧାର ଅଛି, ବେଳେବେଳେ ଇଲେକ୍ଟ୍ରିକ୍ୟୁସନ୍ ହେବ, ୟା ଟ୍ରାନ୍ସଫର୍ମର ଖୋଲା ଅଛି, ତାର ଝୁଲିକି ଅଛି, ତା ଯୋଗୁଁ ୟା ହାତୀ ଗାଁକୁ ଭିତରେ ଘର ଭାଙ୍ଗିଲା ବେଳକୁ କାହିଁ ତାରିଖ ବାଜିଯିବ, ବେଳେବେଳେ ଲାଇନ୍ ବି କଟା ହେଉଛି। ତ ବେଳେବେଳେ ହାତୀ ପାଖରେ ଥିଲେ ବି ଜଣାପଡ଼େ ନାହିଁ। ତ ଏମିତି ଯେଉଁ ଦଳ ହାତୀ ବହୁତ ଆକ୍ରମକ ହେଉଛନ୍ତି, ତ ତାଙ୍କ ପାଇଁ ଆମେ ଡ୍ରୋନ୍ ବ୍ୟବହାର କରୁଛୁ, ଆଉ ଡ୍ରୋନ୍ରେ ଜଣାପଡ଼ୁଛି କି ହାତୀ କେଉଁଠି ଛିଡ଼ା ହେଇଛି, ଲୋକ ଆମର କେଉଁଠି ଛିଡ଼ା ହେଇଛନ୍ତି। ତ ସେ ବି ଆମକୁ ଗୋଟେ ତୃତୀୟ ଆଖି ବେଳେ କାମ କରୁଛି, ଆଉ ଡ୍ରୋନ୍ ମାଧ୍ୟମରେ ଜଣାପଡ଼ୁଛି କି ହାତୀ କେଉଁଠି ଅଛି, କୁଆଡ଼େ ମୁହଁ ହେଲାଣି, କେତେଟା ଅଛନ୍ତି। କିନ୍ତୁ ତାପରେ ବି ମୁଁ ଦେଖୁଛି ଏବେ ଆମର ବର୍ତ୍ତମାନ ଜଙ୍ଗିରାରେ ଏ 3 ଦିନ ତଳେ ଗୋଟେ ହାତୀ ଗୋଟେ ଲୋକଙ୍କୁ ମାରିଦେଇଛି, ଗୋଟେକୁ ଆହତ କରିଦେଇଛି। ଘଟଣା ହେଲା କେମିତି, ରାତିରେ ପ୍ରାୟ 12 ସାଢ଼େ 12ଟା ବେଳେ ଘରରୁ 200 ମିଟର ଦୂର ସେ ଲୋକଟା ସେଠି ଯାଇଛି ଝଡ଼ା କରିବା ପାଇଁ। ଟର୍ଚ୍ଚ ବି ହାତରେ ନଥିଲା, ଆଉ ସେଠି 2ଟା ଦନ୍ତା ହାତୀ ଥିଲେ। ତ ରାତିରେ ଆମେ ଜମା ଯୋଉଠି ହାତୀ ଅଞ୍ଚଳ ଅଛି, ଯୋଉଠି ହାତୀ ବୁଲାବୁଲି କରୁଛନ୍ତି, ଭାଲୁ ବି ଅଛି, ହାତୀ ଭାଲୁ ବି ଅଛି, ରାତିରେ ଆମେ ଅତ୍ୟାବଶ୍ୟକ ନହେଲେ ଆମେ ବାହାରିବା ନାହିଁ। ଯଦି ଝାଡ଼ା ପରିସର ଯିବାର ଅଛି, ଜଣକୁ ସାଙ୍ଗରେ ଉଠେଇବା, ଟର୍ଚ୍ଚ ନିହାତି ହାତରୁ ଧରିବା, ଟିକେ ଆୱାଜ କରିବା ଉଠିଲା ବେଳକୁ, ୟା ଗୋଟେ ପଥର ୟା ଗୋଟେ ବର୍ତ୍ତନଟା ବାଡ଼ାଇବା, ତାହେଲେ ଆୱାଜ ହେବ। ସେ ଜନ୍ତୁଟା ଯଦି ଥିବ କୋଉଠି ଯିବ, ସେ ବି ଜାଣିବ କିଏ ଆସିଛନ୍ତି। ହଠାତ୍ ଯଦି ଆମେ ଯିବା କିଛି ଆୱାଜ ନ କରିକି, ଟର୍ଚ୍ଚ ନାହିଁ କିଛି ନାହିଁ, ଆଉ ତା ସାମ୍ନାକୁ ହାବୁଡ଼ରେ ପଡ଼ିଗଲେ, ସେ ତା ଡର ଭୟରେ ନିଜେ ସୁରକ୍ଷା ପାଇଁ ଆମକୁ ମାରିଦେବ। ତ ରାତିରେ ଆମେ ବାହାରିବା ନାହିଁ। ଆଉ ଦ୍ୱିତୀୟ ଆପଣ ଯେଉଁଟା କହୁଥିଲେ ପାହାନ୍ତି ଆମର ଅଭ୍ୟାସ ଅଛି, ଆମେ 7ଟା 8ଟାରେ ଶୋଇପଡ଼ୁ, ପାହାନ୍ତି 4ଟାରେ ଭୋର ଉଠୁ। ତ ଭୋର ପ୍ରାୟ ହାତୀ ରାତି ମାନେ ମୁଁ ଯେଉଁ କହିଲି ସନ୍ଧ୍ୟାରେ 5-6ଟାରେ ବାହାରିବେ, ଆଉ ରାତିରେ ଗାଁ ବିଲ ବସ୍ତି ଯଦି କେଉଁଠି ଯିବେ, ତାଙ୍କ ଫେରିବା ସମୟ ହେଲା 4ଟାରୁ 6ଟା ଭିତରେ ଫେରିବେ। ତ ସେ ଫେରିବା ସମୟ ଆମର ଝଡ଼ା ଆଉ ଦାନ୍ତ ଗାଣ୍ଠି ପାଇଁ ଯିବାର ସମୟ ଏକ ହେଇଯାଉଛି। ତ ସେତେବେଳେ ଆମେ ଧ୍ୟାନ ଦେବା କି ଏଇ ସମୟରେ ହାତୀ ଏଠି ଥାଇପାରନ୍ତି, ଟର୍ଚ୍ଚ ନେଇକି ଯିବା। ପ୍ରଥମେ ତ ଯିବା ନାହିଁ, ଯଦି ସେଇଠି ହାତୀ ଅଛନ୍ତି ଝଡ଼ା ସେଠି ଯିବେ ନାହିଁ। ଆମର ସୂର୍ଯ୍ୟ ନ ଆସିଲା ପର୍ଯ୍ୟନ୍ତ ବାହାରକୁ ଯିବା ନାହିଁ। ଯଦି ଅତ୍ୟାବଶ୍ୟକ ଅଛି, ମୁଁ ଝାଡ଼ା କଣ୍ଟ୍ରୋଲ କରିପାରୁନାହିଁ, ପ୍ରାୟତଃ ମୁଁ ଅନୁରୋଧ କରିବି, ଆମର ପାଇଖାନା ସମସ୍ତ ଘରେ ଅଛି, କିଏ ତାକୁ ଜାଳେଣୀ ଫାଳେଣୀ ରଖିବା ପାଇଁ ବ୍ୟବହାର କରୁଛି, ପାଇଖାନା ସମସ୍ତେ ବ୍ୟବହାର କରନ୍ତୁ, ବାହାରକୁ ଯାଆନ୍ତୁ ନାହିଁ। ଯଦି ବି ନାହିଁ କାହାର ଫଙ୍କସନାଲ ନାହିଁ, ସୂର୍ଯ୍ୟ ଯେଉଁ ପର୍ଯ୍ୟନ୍ତ ବାହାରୁନି ସେ ପର୍ଯ୍ୟନ୍ତ ଆପଣ ଯିବେ ନାହିଁ। ଯଦି ସେ ହାତୀ ଅଞ୍ଚଳରେ, ତାହେଲେ ଆମେ ଗୁଡ଼ାଏ ହାତୀର ଯେଉଁ ଆମେ ହାତୀ ସାମ୍ନା ମୁହାଁମୁହିଁ ହେଇଯାଉଛୁ, ସେଇଠୁ ବଞ୍ଚିପାରିବା। ହାତୀ ଜାଣିକି ଆପଣଙ୍କୁ ମାରି ନାହିଁ, ହଠାତ୍ ଯଦି ଆମେ ତା ସାମ୍ନାକୁ ହେଇଯିବା, ବେଳେବେଳେ କ'ଣ ହେଉଛି, ଏବେ ଗୋଟେ ଦଳ ହାତୀ ଆମର ଯେଉଁ ରାୟକଳା ଆଉ ଆମର ଉଖୁଣ୍ଡାରେ ଆଉ ଟାଇମ୍ ହେଉଛି, ସେ ଦଳରେ 3ଟା ଛୁଆ ହାତୀ ଅଛନ୍ତି, ଛୋଟ ଛୁଆ ଅଛନ୍ତି। ତ ସେଇ ଯେ ମା ମାଉସୀ ମାନେ ଯେ ଦଳରେ ଅଛନ୍ତି, ସେ ବେଳେବେଳେ ଅତି ସୁରକ୍ଷା ଦେବା ପାଇଁ ଗୋଟେ ବେଶୀ ପ୍ରୋଟେକ୍ଟିଭ୍ ହେଇଯାଆନ୍ତି। ତ ଏମିତିଆ ସମୟରେ ବି ଯଦି ଆମେ ଆଖପାଖ ହାତୀ ପାଖକୁ ବୁଲିବା, ତାକୁ ଡର ଲାଗେ କାହିଁକି ମୋ ଛୁଆକୁ କିଛି କରିଦେବେ। ତ ଏମିତି ବିଭିନ୍ନ କାରଣ ଯୋଗୁଁ ଆମେ ସମସ୍ୟାରେ ଅଧୀନ ହେଇଯାଉ। ତ ଏଇ ଯଦି ଆମେ ସୁରକ୍ଷା ଅବଲମ୍ବନ କରିବା, ମୁଁ ଯାହା କହିଲି, ତାହେଲେ ଆମେ ପ୍ରାୟ ହାତୀ ବି ତାର ରହିବ, ଆମେ ବି ଆମ ଜଗରେ ରହିବା। କିନ୍ତୁ ହାତୀ ବି ବଞ୍ଚିବ, ଆମେ ବି ବଞ୍ଚିବ। ଆମେ ତାକୁ ଆମେ କହିପାରିବାନି। ବେଳେବେଳେ ମୁଁ ଶୁଣେ ଲୋକମାନେ କୁହନ୍ତି ତୁମ ହାତୀ ନେଇଯାଅ। ଅବଶ୍ୟ ଆପଣ ରାଗରେ କହୁଛନ୍ତି, ଆମ ହୃଦୟରେ ସେ କଥା ନାହିଁ। ରାଗରେ କହୁଛନ୍ତି, ମୋ ଘର ଭାଙ୍ଗିଲା ଭଳି ନେଇଯାଉ କହୁଛନ୍ତି। ଆପଣ ବି ଜାଣିଛନ୍ତି ଗଣେଶ ଅଛି, ସେ ଭୁଲ ଜାଣିକି କରେ ନାହିଁ, ତ ଆମେ ରାଗିବା ନାହିଁ। ହାତୀ ଆମର ଗୋଟେ ହେରିଟେଜ୍ ଆନିମଲ୍ ଅଛି, ଦେଶର ବିଶ୍ୱର। ଆମେ ତାର ପୂଜା କରୁ ଗଣେଶ ବୋଲି। ତ ଆମେ ତାକୁ ସୁରକ୍ଷା ନିଶ୍ଚିନ୍ତ, ଆମେ ନିଜ ସୁରକ୍ଷା, ନିଜ ପିଲାମାନେ, ନିଜ ଜମି, ନିଜ ବିଲର ସୁରକ୍ଷା କରିବା। କିନ୍ତୁ ତା ସାଙ୍ଗେ ସାଙ୍ଗେ ତାର ବି ବଞ୍ଚିବାର ଅଧିକାର ଅଛି, ତାକୁ ବି ସୁରକ୍ଷା ଦେବାର ଆମର ଦାୟିତ୍ୱ ଅଛି ସମ୍ବିଧାନ ଅନୁସାରେ। ସେଟା ବି ଆମେ କରିଥିବା। ହାତୀ ଆମର ଗୋଟେ ଉପକାରୀ, ସେ ଆମର ବନ୍ଧୁ। ଆମେ ତାର ସୁରକ୍ଷା ଦେବା, ସିଏ ମଧ୍ୟ ଆମର ସୁରକ୍ଷା ଦେଉଛି। ବିଭିନ୍ନ ଭାବରେ ଆମର ସେ ଉପକାର କରୁଛି। ସେ ହାତୀର ସୁରକ୍ଷାକୁ ନେଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।